ସାଇକୋଲୋଜି କହିଥାଏ ଯଦି ଆପଣ ନିଜର ବାଣ୍ଡଟିକୁ ସବୁଦିନ ପାଇଁ କେହିବା ସମୟରେ ଘୋଡ଼ା ଭଳି ସିଧା ଓ ଶକ୍ତ ବନାଇବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପାୟ ଆପଣାନ୍ତୁ। 4-5ଟି ଖଜୁରୀ ରାତିରେ ପାଣିରେ ବତୁରାଇ ରଖନ୍ତୁ ଓ ସକାଳେ ସେହି ଖଜୁରୀ କୋଳିକୁ ମଞ୍ଜି ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ ଓ ଏହାପରେ ଗୋଟେ ଗ୍ଲାସ୍ କ୍ଷୀରରେ ସେହି ଖଜୁରୀ ମିଶାଇ ଫୁଟାଇ ଦିଅନ୍ତୁ ଓ ଭଲ ଭାବରେ ଫୁଟିଗଲା ପରେ ଏହାକୁ ଗୋଟେ ପାତ୍ରକୁ କାଢ଼ି ଦିଅନ୍ତୁ ଓ ଏହାକୁ ଉଷୁମ ଉଷୁମ ଖାଲି ପେଟରେ ପିଅନ୍ତୁ। ଏମିତି ପ୍ରତିଦିନ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯଦି ଗୋଟେ ପୁରୁଷ ଗୋଟେ ମହିଳାକୁ ଶାରୀରିକ ସମ୍ପର୍କ ବନାଇବାର ଚରମ ସନ୍ତୁଷ୍ଟି ଦେଇଦିଏ ତେବେ ସେହି ମହିଳା ସେହି ପୁରୁଷ ସହିତ ବାରମ୍ବାର କରିବାକୁ ଚାହିଁଥାଏ। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀର ଅଣ୍ଟା ପତଳା ଓ ପଛଭାଗ ବଡ଼ ହୋଇଥାଏ ତେବେ ସେହି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ବନାଇବା ଦ୍ୱାରା ପୁରୁଷକୁ ଅଧିକ ସୁଖ ପ୍ରାପ୍ତ ହୋଇଥାଏ। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ଗୁପ୍ତାଙ୍ଗ ଢିଲା ଅଛି ବା ଗେହିବା ସମୟରେ ଠିକ୍ ଭାବରେ ଠିଆ ହେଉନାହିଁ ତେବେ ଏହି ଘରୋଇ ଉପାୟ ଆପଣାନ୍ତୁ। ଗୋଟିଏ ଛୋଟ ଅଦା ଖଣ୍ଡ, 2ଟି ଗୁଜୁରାତିର ଦାନା, 3ଟି ଗୋଲମରିଚ, ଖଣ୍ଡେ ମିଶ୍ରିକୁ ନେଇ ଏସବୁକୁ ଭଲ ଭାବରେ ପାଉଡର କରିଦିଅନ୍ତୁ ଓ ଏଥିରେ 1 ଚାମଚ କଫି ମିଶାନ୍ତୁ ଓ ଏହାପରେ 1 ଗ୍ଲାସ୍ ଉଷୁମ ପାଣି ନେଇ ସେହି ପାଉଡରକୁ ମିଶାଇ ଦିଅନ୍ତୁ ଓ ଏହାକୁ ପ୍ରତିଦିନ ଶୋଇବା ପୂର୍ବରୁ ଖାଆନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଜୀବନକୁ ଖୁସିରେ ରଖିଦିଅନ୍ତୁ କାରଣ ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଢଳି ନଥାଏ ବରଂ ଆପଣଙ୍କ ଅମୂଲ୍ୟ ଜୀବନ ବି ଢଳିଥାଏ। ସାଇକୋଲୋଜି କହିଥାଏ ଯଦି ଗେହିବା ସମୟରେ ଆପଣଙ୍କ ପାଣି ବହୁତ ଜଲ୍ଦି ବାହାରି ଯାଉଛି ତେବେ ଏହି 8ଟି ଉପାୟ ନିଶ୍ଚୟ ଆପଣାନ୍ତୁ। ପ୍ରଥମ ଉପାୟଟି ହେଉଛି ପ୍ରତିଦିନ 1 ଘଣ୍ଟା ବ୍ୟାୟାମ କରନ୍ତୁ। ଦ୍ୱିତୀୟରେ ସବୁଜ ପନିପରିବା, ଫଳ ଓ ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ। ତୃତୀୟରେ ଜମାରୁ ହସ୍ତମୈଥୁନ କରନ୍ତୁ ନାହିଁ। ଚତୁର୍ଥରେ ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। ପଞ୍ଚମରେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ 1 ଚାମଚ ଅଶ୍ୱଗନ୍ଧା ପାଉଡର ମିଶାଇ ସେବନ କରନ୍ତୁ। ଷଷ୍ଠରେ କରିବା ସମୟରେ ରହି ରହି ଧୀରେ ଧୀରେ କରନ୍ତୁ। ସପ୍ତମରେ ଗେହିବା ସମୟରେ ଜୋର ଜୋର ନିଶ୍ୱାସ ନିଅନ୍ତୁ ନାହିଁ। ଆଉ ଅଷ୍ଟମଟା ହେଉଛି ଗେହିବା ସମୟରେ ନିଜର ଧ୍ୟାନକୁ ଅନ୍ୟ ଆଡ଼େ ଲଗାଇ ଦିଅନ୍ତୁ। ସାଇକୋଲୋଜି କହିଥାଏ ସମୟର ଚକ ବହୁତ ଜୋରରେ ଚାଲୁଅଛି, ଏଥିପାଇଁ ନିଜ ବଳର ଅହଙ୍କାର କରନ୍ତୁ ବା ନିଜ ଧନର। ସାଇକୋଲୋଜି କହିଥାଏ ଜୀବନର ଗାଡ଼ି ରାତିରେ କିମ୍ବା ସାଥିରେ କଟାଇବା ଦ୍ୱାରା ନୁହେଁ ବରଂ ସୁଖ ଦୁଃଖ ବାଣ୍ଟିବା ଦ୍ୱାରା ଚାଲିଥାଏ।